कल मामा 7:30 स्कूल छाड़ला तापर मत कही सब कथा जे बस रे जीवे बोली कि स्कूटी रे गला मामा कौन खाया देखे कथी हाँ कौन खाया आलू परोटा ମା ମୁହଁରେ ନିଆଁ ଦେଲା ବେଳକୁ କୁନି ହାତଟା ଯେମିତି ଥରି ଯାଉଛି। ଲଦା ହୋଇଥିବା କାଠ ଭିତରୁ ମାର ମୁହଁକୁ ସେ ଆଡ଼େଇ ଚାହୁଁଛି। ଶେଷଥର ପାଇଁ ସେ ଆଖି ପୂରେଇ ଦେଖୁଛି। ଯେଉଁ ମା ମୁହଁରେ ହସ ଟିକେ ଦେଖିଲେ ତା ମନ ଖେଳି ଯାଉଥିଲା, ସେଇ ମୁହଁରେ ନିଆଁ ଦେବାକୁ ତା ହାତ ଯାଉନି। ଚିର ନିଦ୍ରାରେ ଶୋଇଯାଇଛି ମା। ଉପରେ ଲଦା ହୋଇଛି କାଠ। ଆଉ କିଛି ସମୟ ପରେ ଅନ୍ତ ଫାଡ଼ି ଜନ୍ମ ଦେଇଥିବା ମାଟା ପାଉଁଶ ହୋଇଯିବ। ଏହାରି ଭିତରେ ମନେ ମନେ ସେ ଯେମିତି କହୁଛି, ମା ତୁ ଫେରି ଆସନ୍ତୁନି, ତୋ କୋଳରେ ମୁଣ୍ଡ ରଖି ମୁଁ ଟିକେ ଶୋଇପଡ଼ନ୍ତି। ମା ଆଉ ଫେରିବନି ଜାଣିବା ପରେ ଲୁହ ଭରା ଆଖିରେ ପାଦ ଛୁଇଁ ମୁଣ୍ଡିଆ ମାରି ସେ ଶେଷ ବିଦାୟ ଦେଉଛି। ଏ ହେଉଛନ୍ତି ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ପୁଅ ବିଘ୍ନେଶ। ବୟସ 10 ବର୍ଷ ହେବ। ଏକ ଘରୋଇ ସ୍କୁଲରେ ଷ୍ଟାଣ୍ଡାର୍ଡ 5ରେ ପଢ଼େ। ଦୁର୍ଘଟଣାରେ ମାର ମୃତ୍ୟୁ ପରେ ସେ ମୁଖାଗ୍ନି ଦେଇଛି। ଆଉ ଏ ଦୃଶ୍ୟ ହେଉଛି ପୁରୀ ସ୍ୱର୍ଗ ଦ୍ୱାରର। ପରିବେଶ ଦେଖି ସେ କାଉଲୁ ବାଉଲୁ ହୋଇଯାଉଛି। ଜୀବନ କ'ଣ ଜାଣିନି, ସଂଘର୍ଷ କ'ଣ ମା ବି କେବେ ଶିଖିବାର ସୁଯୋଗ ଦେଇନି। ଏବେ ମା ହାତ ଛାଡ଼ିଦେବା ପରେ ଏକୁଟିଆ ହୋଇ ମନେ ମନେ ସେ ମାକୁ ବହୁତ ଖୋଜୁଛି। ରାତିରେ ଲାଷ୍ଟ ଶୋଇଲା ବେଳକୁ ଆମେ ସବୁ ଟିକେ ମାନେ କଥା ହେଇଥିଲୁ ଯେ ପୁରୀ ଗଲେ ପ୍ରପର୍ଟି କିଣିଲା ପରେ ଆମେ ଏଠି ଆସିକି ଭଡ଼ା ଲଗେଇକି ସେଟେଲ୍ ହେଇଯିବୁ। ମାମାର ବିଜନେସ୍ କରିବାକୁ ବି ବହୁତ ଇଚ୍ଛା ଥିଲା। ଭଗବାନଙ୍କ ପାଖରେ କ'ଣ ପ୍ରାର୍ଥନା କରିବ ମାମା? ଯେ ମାମା ହେଲେ ଶାନ୍ତିରେ ଥାଉ। ମନେ ପଡ଼ିବ ମାମାଙ୍କ କଥା ବହୁତ। ବାପା କୋଉଠି ଅଛନ୍ତି ମୁଁ ଜାଣିନି। ଶେଷ ଥର ପାଇଁ ମା ହାତ ତିଆରି ଆଳୁ ପରଟା ଖାଇଥିଲା। ସ୍କୁଲ ଗଲାବେଳେ ପୁଅର ମନପସନ୍ଦର ଟିଫିନ୍ ତିଆରି କରିଦେଇଥିଲେ ଶିଲା। ପୁଅକୁ ଛାଡ଼ିବା ପରେ ପୁରୀ ବାହାରି ଯାଇଥିଲେ। ଗଲାବେଳେ ପୁଅକୁ କହିଥିଲେ ଶୀଘ୍ର ଫେରି ଆସିବେ। ହେଲେ କିଛି ସମୟ ପରେ ଖବର ଆସିଲା ମା ଆଉ ନାହିଁ। ଆଗରୁ ବାପାର ସ୍ନେହ ପାଇନି, ଏପରିକି ବାପା କେଉଁଠି ଅଛନ୍ତି ସେ ତାହା ବି ଜାଣେନା। ଏବେ କାହା ପାଖରେ ଅଝଟ କରିବ, କାହାକୁ ମନର କଥା କହିବ? ମଙ୍ଗଳବାର ଶିଲା ପୁରୀରେ କିଛି ପ୍ରପର୍ଟି କିଣିବାକୁ ବାହାରିଥିଲେ। ସେଠାରେ ପ୍ରପର୍ଟି କିଣି ଭଡ଼ା ଦେବା ସହ କିଛି ବିଜନେସ୍ ଆରମ୍ଭ କରିବାକୁ ପ୍ଲାନ୍ କରିଥିଲେ। ସେଥିପାଇଁ ନିଜ ବାନ୍ଧବୀଙ୍କ ସହ ପୁରୀ ବାହାରିଥିଲେ। ତେବେ ବସ୍ରେ ଯିବା ପାଇଁ କଥା ହୋଇଥିଲା ବେଳେ ତୁରନ୍ତ ଫେରି ଆସିବାକୁ ସେ ନିଜ ସ୍କୁଟିରେ ଯାଇଥିଲେ। ପୁଅକୁ ମଧ୍ୟ ଏମିତି କିଛି କଥା ପୂର୍ବଦିନ ରାତିରେ ଶୁଣାଇଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଅଧା ବାଟରୁ ତାଙ୍କୁ ଛଡ଼ାଇ ନେଲା ଯମ। ପୁରା ଘଟଣା ଯିଏ ଶୁଣୁଛି ତା ଆଖିର ଲୁହ ଭୁଲ ମାନୁନି। ସହଜ ତ ତାର ଯେ ବାପା ହବ ସେ ତ ତାଙ୍କୁ ପଚାରିଲେନି, ନା ମାଆକୁ ନା ପୁଅକୁ। ସ୍ତ୍ରୀକୁ ପଚାରିଲାନି ନା ପୁଅକୁ ପଚାରିଲାନି, କାହାକୁ ପଚାରିଲାନି। ତାର ଏକୁଟିଆ ଶିଲା ହିଁ ସବୁ କଥା ବୁଝୁଥିଲା। ତାକୁ ଦାମୀ ସ୍କୁଲରେ ପାଠ ପଢ଼ାଇବା, ଦାମୀ ପୋଷାକ ପତ୍ର ପିନ୍ଧିବାକୁ ଦେବା, ଦାମୀ ଖାଦ୍ୟ ଖୁଆଇବା, ତାର ସେ ଗୋଟେ ଇଏ ଥିଲା। ମାନେ ସେ ନିଜେ ଭାବୁଥିଲା ସେ ବାପାର ଅନୁପସ୍ଥିତି କେମିତି ଅନୁଭବ ନ କରୁ। ଏତେ ବଡ଼ ଦୁନିଆରେ ବିଘ୍ନେଶ ଏବେ ଏକା। ଆଗକୁ ପଡ଼ିଛି ଲମ୍ବା ଭବିଷ୍ୟତ। ତେବେ ଏକୁଟିଆ ସେ କେତେ ବାଟ ଯିବ ତାହା ସମୟ କହିବ। ପୁରୀରୁ ମଧୁସୂଦନ ମିଶ୍ରଙ୍କ ରିପୋର୍ଟ, OTV।